କହିଲେ କହିବ କହୁଛି। ହଁ ବନ୍ଧୁ, ସ୍ୱାଗତମ୍ ସର୍ବେଭ୍ୟଃ ନମଃ। ଏଇ ବୃହସ୍ପତିଙ୍କର ଘର କେଉଁଠି? ଆମ ଜାତକରେ ଯଦି ଆମେ ମେଷକୁ 1 ନେବା ତାହେଲେ 9 ଘର ବୋଲେ ଧନୁ ଘର, ଧନୁ ରାଶି। 12 ଘର ବୋଲେ ମୀନ ରାଶି। ଏଇ 9 ଆଉ 12 ଧନୁ ଆଉ ମୀନ, ଏଇ 2 ଘରର ମାଲିକ ହେଲେ ବୃହସ୍ପତି। ଯେଉଁଠି ଜାତକରେ ଲ ଲେଖା ହେଇଥିବ ସେଟା ହେଉଛି ଲଗ୍ନ, ବା ବେଳେବେଳେ ଲ ଲେଖା ହୋଇନଥାଏ, କିଛି ଜ୍ଞାନୀ 1 ଲେଖିଥାନ୍ତି। ତେଣୁ ଯେଉଁଠି ଲ ବା 1 ଲେଖା ହେଇଥିବ ତାହା ହେଲା ଲଗ୍ନ, ମାନେ ପ୍ରଥମ ଘର। ସେଇଠୁ ଗଣିଯିବା, ଆମ ଜାତକରେ ଧନୁ ଘର ଆଉ ମୀନ ଘର 1, 4, 7, 10 କି ଯଦି ଲଗ୍ନ, ଚତୁର୍ଥ, ସପ୍ତମ ଓ ଦଶମ ଘର, ତେବେ ଆମେ ଜାଣିବା ଆମ ଜାତକରେ ବୃହସ୍ପତି କେନ୍ଦ୍ରାଧିପତି। ଏହି 4 ଘରକୁ ପରା କେନ୍ଦ୍ର କୁହାଯାଏ। ତେଣୁ ଏହି କେନ୍ଦ୍ରାଧିପତି ହେତୁ ବୃହସ୍ପତିଙ୍କର ଶକ୍ତି ହରଣ ହୋଇଯାଏ। ତାଙ୍କ ମନ ମସ୍ତିଷ୍କ ସକ୍ରିୟ ରୁହେନି। ଯାହା ଜାତକରେ ଏ ଦୋଷ ଥିବ ତା ପାଇଁ ବୃହସ୍ପତି ସହାୟ ହୋଇପାରିବେ ନାହିଁ। ଦ୍ୱିତୀୟ ପଏଣ୍ଟ, ବୃହସ୍ପତି ମାନେ ସବୁ ଗ୍ରହଙ୍କର 2ଟା ଗତି ଅଛି। ଆମେ ମଣିଷ, ଆମର ଚରିତ୍ର ତ ଭିନ୍ନ ଭିନ୍ନ, କେତେବେଳେ କାହା ପାଖରେ କ'ଣ କ'ଣ। ସବୁ ଗ୍ରହଙ୍କର ଚରିତ୍ର 2ଟା। ଗୋଟେ ହେଉଛି ସେ ଜାତକରେ ସ୍ଥିର ଭାବରେ ଅଛନ୍ତି, ତେଣୁ ସେ ଫଳ ଯାହା ଦେବେ। ଏ ଯେଉଁ ଚଳନ ହୁଏ, ରବିଙ୍କର ପ୍ରତି ମାସରେ, ଶନିଙ୍କର 2.5 ଦିନରେ ଥରେ, ବୃହସ୍ପତିଙ୍କର 13 ମାସରେ ଥରେ, ଏଇଭଳି 2.5 ବର୍ଷରେ ଥରେ ଶନିଙ୍କର ହୁଏ, 18 ମାସରେ ଥରେ ରାହୁଙ୍କର ହୁଏ, କେତୁଙ୍କର ହୁଏ। ଏଟା ହେଉଛି ଗୋଚର। ସ୍ଥିର ଭାବରେ ଯେଉଁ ଗ୍ରହ ଥାଆନ୍ତି, ବୃହସ୍ପତି ଯେଉଁଠି ଥାଆନ୍ତି, ତାଙ୍କର ଦଶା ପଡ଼ିଲେ ଓ ଅନ୍ତର୍ଦଶା ପଡ଼ିଲେ ବା ଅନ୍ୟ ଗ୍ରହଙ୍କର ଅନ୍ତର୍ଦଶାରେ ଯେତେବେଳେ ବୃହସ୍ପତି ଆସନ୍ତି, ସେତେବେଳେ ସିଏ ସ୍ଥିତି ଅନୁଯାୟୀ ଫଳ ଦିଅନ୍ତି। ସେ ଫଳ ସେ ସମୟରେ ଫଳେ। କିନ୍ତୁ ଗୋଚର ବୃହସ୍ପତି ସେ ପ୍ରତିଦିନ ଆମକୁ ସ୍ନେହ ବା ଶାସନ କରନ୍ତି। এই ଗୋଚର ଫଳଟାକୁ ଟିକେ ଦୃଢ଼ ଭାବରେ ବିଚାର କରାଯାଏ। ଏଇ ଜୁନ୍ 1 ତାରିଖରେ ଯେଉଁ ବୃହସ୍ପତି କର୍କଟକୁ ଯିବେ, ତାକୁ ନେଇ ଆମେ ଏତେ ଆଲୋଚନା କରୁଛେ। ଏ ବିଷୟରେ କାଲି ମେଷ ରାଶିର ଅଶ୍ୱିନ ଦ୍ୱିଜା କୃତିକାକୁ ନେଇ ଆଲୋଚନା କରିବା। ଆଜି ପାଇଁ ଏତିକି, ରହିଲି, ନମସ୍କାର।